মাগো অনুগটি রূপ তো পার মহিমা প্রথমরে দুর্গা গো দ্বিতীয়রে উমা প্রথমরে দুর্গা গো দ্বিতীয়রে উমা তৃতীয় কাতায়নি চতুর্থে চুড়িনি পঞ্চমে হইলু শিবঙ্গ পাটরাণী কানামে বন্দিবি পুণি গো ভগবতী কানামে বন্দিবি পুণি ষষ্ঠরে কুমারী মা সপ্তমে কালিকা অষ্টমরে জয় চণ্ডী নবমে অম্বিকা ମୋ ଡାକକୁ ଶୁଣିବୁ ଏକା ଗୋ ଅମ୍ବିକା ହୃଦୟରେ ନ ଦେବୁ ଦକା ଦଶମେ ନାରାୟଣୀ ଏକାଦଶରେ ପାର୍ବତୀ ଦ୍ୱାଦଶରେ ଯୋଗୀ ତ୍ରୟୋଦଶେ ଭଗବତୀ ଚତୁର୍ଦଶେ ତ୍ରିପୁରା ଗୋ ପନ୍ଦରେ ମଙ୍ଗଳା ଷୋଡ଼ଶେ ସୁକୁମାରୀ କୋଇର ବାଳା ନ କାଟିବୁ ମୋର ଗଳା ଗୋ ମଙ୍ଗଳା କଣ୍ଠ ତ ଢେକର ଖେଳା সতরে সত্যবতী মাগো ঠরে বরাহি সতরে সত্যবতী মাগো ঠরে বরাহি উনবিশে হেলু গো মুক্তি মায়া দেই বিশরে কামনা মা করিবু পুরনা তোর নাম ধরি মূর্খ বুড়াউছি বানা নকর ভগ্ন কামনা গো নপুর্ণা বন্ধু অছি পাদ সিনা Hell. Ha ha he he ha साक्षाते परम ब्रह्म तस्मै श्री गुरवे नमः ha शांताकार भुजंग शयनम पद्मलाभ सुरेशम विश्वधार गगन सदृश्यम मेघवर्ण शोभागम्य लक्ष्मीकांत कमललयन योगी ध्यान गम्य वंदे विष्णु भव भयहर लोकनाथेश्वरे हे हा प्रसन्न मदगंधुलुथ मधुप व्यालगण्य स्थल दंताघात विदरी तारी रुधिर सिंद्रे शोभाकर वंदे शैलसुता सुत गणपति ए सिद्धिप्रद कामद हे आ नारायण नारायण नमस्कृत नरे चैवं देवी सरस्वती व्यासं तत जयमुद्रं वेद रामायण शैव पुराण भारते तथा आद्य प्रान्ते च मध्ये च हरि सर्वत्र गीतयते हेउके बन देवता मो जगरे प्रसन्न चिन्हिन
ପାରିଲି ଆପଣଙ୍କ ରୂପ ବର୍ଣ୍ଣ ha ha 33 କୋଟି ଦେବତା ବଇରେ ଗାର ha ha କେଉଁ ଦେବା ଦେବୀ ଆସି ହେଲ ହାଜର ha ନାମକୁ କର ତାର ନ ଦେବ ଗଣ ବନ୍ଦିବି ତୁମ୍ଭ ବୟର ମାଗର ବରସକୁ ଥରେ ଆଶ୍ବିନ ମାସରେ ha ହଉ ହଉ ପୂଜା ପାଉଅଛୁ ମାଗ ଆଲିପୁରରେ ha ha ମାଗ ମଙ୍ଗଳାର କରୁଣା କର ha ବିପଦ ପଡ଼ିଛି ମାଗ କର ଉଦ୍ଧାର ହଁ ବନ୍ଧୁଛି ତୋର ପୟର ଗୋ ସର୍ବ ମଙ୍ଗଳା ଆଜି ବନ୍ଧୁ ଅଛି ତୋର ପୟର ହଉ ଆଲୋଚନା କର হে ପଣ୍ଡିତ ମଣ୍ଡଳୀ ଦେବତା ନୁହେଁ ମୁନର ଗୋଟେ ବୋଲି ha ha একই প্রশ্নরে বলিছি মন ha ha সে প্রশ্ন গোটি মুহি দেবী কহিল ha জানিলে কহিদেব মো সাঙ্গ ভাই ন আসিলে কহিব দেবী বতাই আজ শুনিবে পণ্ডিতে রহিয়ে বিদুষে আতে শুনিবে পণ্ডিতে রহিবে নুহে বৃহস্পতি মুত নুহে পণ্ডিত ha ha নুহে বৃহস্পতি মুত নুহে পণ্ডিত ha গুরুঙ্গ কৃপারু কিছু গাউଅଛି গীত ঠিক ঠিক ত্রিলোচন ভারতীয় হে গুরুঙ্গর নাম আচ্ছা বাবনপুରରେ ତାଙ୍କର ବାସସ୍ଥାନ ঠিক 15 କୂଳରେ ଗୁରୁ ହୋଇଥିଲେ ଜାତ ha ଗଞ୍ଜାମରେ ଗାଉଥିଲେ ଯୋଗାହାଣ ଗୀତ ঠিক ଇମିତିକା ଗୁରୁ କେ ଗଞ୍ଜାମରେ ତ ନାହିଁ ତାଙ୍କ ସେବା ସେବା କରି ଶିଖିଅଛି ମୁହିଁ ha ha ପଚାର ପଚାର ନାହିଁ ମୋର ଅଭିମାନ କେଉଁ ପ୍ରଶ୍ନରେ ତୁମ୍ଭର ବଢ଼ିଛି ମନ ହଉ ହଉ ଫିଟି ଫିଟି ଯାଉ ବୀଣା ଜିଣା ବାଣୀ ଫିଟି ଫିଟି ଯାଉ ବୀଣା ଜିଣା ବାଣୀ ପିନ୍ଧାଇ ଦେବି ତୁମକୁ ସୁପର ଫାଇନି ହଉ ହଉ ହେବ ମୋ ବହୁଳ ବେଣୀ ହେ ଗାୟକ ଫିଟେ ଯାଉ ସୁନ୍ଦର ବାଣୀ দেখো আলোচনা করো কি হে মো বন্ধুগণ সহজে বন্ধু অটন্তি নিদান ha ha আলিপুরে অটন্তি নিদান সর্বজন অটন্তি হে বন্ধুগণ ha ha যাহা গাইবা পড়িবা ভুল হইলে সদগুণে ক্ষমা পুଣି করিব ভলে ଆଉ ପ୍ରସନ୍ନ କହୁଛି ଗଲେ ହେ ପଣ୍ଡିତ ମୋର ଦୋଷ ନ ଧରିବ ତିଳେ ଚାଲୁ ଦେଖ କରୁଛି ପ୍ରଶ୍ନ ବାବୁ ହେ ଦିଅ ଉତ୍ତର ha ha କହିଛନ୍ତି ଯାହା ହେ ଦୁର୍ଗାଙ୍କୁ ହର ha ha କହ କେ ଜନ୍ମି ଅଛି ଦିଏ ଜନିରୁ ha কে মাতা নাহি পুଣି পিতা ঠারু কে অবিবাহীরু জন্ম আউ কে পিতা নথাই হে দেড় সুর ভাই আজি বহু সংযোগ উৎপন্ন হে পণ্ডিতে সতে বহু সংযোগ উৎপন্ন দেবতা মহাশয় আজ্ঞা ତମେ ଦେବତା ନୁହେଁ ଗାୟକ ଆଜ୍ଞା আচ্ছা আচ্ছা କଥାରେ ଟିକେ କହିଦିଅ କଣ କଣ ପଚାରିଲ ଦେଖନ୍ତୁ ଆଉ କରୁଛି ପ୍ରଶ୍ନ ଆଉ ହେ ଦିଅ ଉତ୍ତର କହିଛନ୍ତି ଯାହା ହେ ଦୁର୍ଗାଙ୍କୁ ହର କହ କେ ଜନ୍ମି ଅଛି ଦିଏ ଜନିରୁ କେ ଜନ୍ମ ମାତା ନାହିଁ ପିତା ଠାରୁ କେ ଅବିବାହୀରୁ ଜନ୍ମ ଆଉ କେ ପିତା ନଥାଇ ହେ ଦେଢ଼ ସୁର ଭାଇ ଆଜି ବହୁ ସଂଯୋଗ ଉତ୍ପନ୍ନ ହେ ଗାହାଣ ସତେ ବହୁ ସଂଯୋଗ ଉତ୍ପନ୍ନ ହଉ ଗୋଟିଏ ଗୋଟିଏ କହିବା ହଁ କର ଉଗାଳି ଦେଲ ହଁ ଆପଣ ଜାଣିଛନ୍ତି ଯେମିତି କ୍ଷୀରେ ସେଇଟା ଫିଟିବ କରୁ କ୍ଷୀରେ ଫିଟିବ କ୍ଷୀର ଫିଟିବ ଯେ ଆଚ୍ଛା କେ ଜନ୍ମ ହୋଇଛି ଦୁଇ ଜନିରୁ ଆଚ୍ଛା ଗୋଟେ ଗୋଟେ ପ୍ରଶ୍ନ ତ କରିବା ହଁ କୁହନ୍ତୁ ନମେ ଦଲା ଥରେ କଥାରେ ଟିକେ କହିଦିଅ ଆଜ୍ଞା କେ ଜନ୍ମ ହୋଇଛି ଦୁଇ ଜନିରୁ ଆର ପତ୍ର କୁହ
କଥାରେ ଯେ ହଁ କଥାରେ ହଁ କଥାରେ କୁହ ହଁ ମାଉଥରେ କୁହ କେ ଜନ୍ମ ଅଛି ଦି ଜଣରୁ ଦୁଇ ଜଣରୁ କେ ମାତା ନାହିଁ ପିତା ଠାରୁ କେ ମାତା ନାହିଁ ପିତା ପିତା ଠାରୁ ଠାରୁ କେ ଅବିବାହିରୁ ଜନ୍ମ କେ ଅବିବାହିତ ଜନ୍ମ କେ ପିତା ନଥାଇ କେ ପିତା ନଥାଇ ଦେଢ଼ ସୁର ଭାଇ ଦେଢ଼ଶୁର ଭାଇ ହଁ ବହୁ ସଂଯୋଗ ଉତ୍ପନ୍ନ ବହୁ ସଂଯୋଗ ଉତ୍ପନ୍ନ ଗୋଟେ ଗୋଟେ ଚାଲୁ ଗୋଟେ ଗୋଟେ ଚାଲୁ ଆଜ୍ଞା ଶୁଣନ୍ତୁ ହଉ ଆଜ୍ଞା ଆଜ୍ଞା ସେଟା ପୁରାଣରେ ଅଛି ହଁ ଆଜବାଜ ପ୍ରଶ୍ନ ନାହିଁ ପୁରାଣ ମୂଳ ଯୁଗ ହଁ ନାଇଁ ଏଇଟା ତ ପୁରାଣରୁ ଆପଣଙ୍କୁ ପଚାରିଛି ଆଉ ହଉ ହଁ ବନ୍ଦଇ ଶ୍ରୀରାମେଶ୍ୱର ଜୟ ତ୍ରିପୁରାରି ହେ ଜୟ ତ୍ରିପୁରାରୀ ରଖ ମୋ ଶରଣ ଶରଣ କୁଳ ବିହାରୀ ପାଦ ଚିହ୍ନ ମସ୍ତ ଘରେ ଶୋଭା କେ ଶୋଭା ବିଲ୍ବ ପତ୍ର ମଣ୍ଡନ ହେ ଖଣ୍ଡ ଦୁଃଖ ଅନ୍ଧକ ଗୁଣାଶ କରି ନାମ ଅନ୍ଧକାରୀ হে নাম অন্ধকারী হে কামনাশন গঙ্গাধর ত্রিপুরারী ଶ୍ରୀ ଚରଣରେ ଆମ୍ଭ ନିବେ দন হে আম্ভ নিবেদন କୃପା ହେଲେ କିଛି গাইবু ଗାଇବୁ পুরাণ ତେବେ ମନ ଦେଇ ଶୁଣ ହେ ଗାୟକ ମଣ୍ଡନ হ্যাঁ କେତେ ବସିଛନ୍ତି ମୋ ଜାଣିବା ସୌଜନ୍ୟ হ্যাঁ হ্যাঁ କେତେ ବସିଛନ୍ତି ମୋ ଜାଣିବା ସୌଜନ୍ୟ ଓ କିଏ ଜନ୍ମ ହୋଇଅଛି ଏ ଦୁଇ ଜୋନିରୁ ଓ ପଚାରିଲେ ସଭାରେ ଗାୟକ କଳପତରୁ হ্যাঁ ହଉ হ্যাঁ ହଉ ଗୋଟିଏ ଗୋଟିଏ ପଦ କରିବା ଉଚ୍ଚାରଣ হ্যাঁ হ্যাঁ ଆଚ୍ଛା ମନ ଦେଇ ଶୁଣିବେ କଳା ପ୍ରେମୀ ଜନ হ্যাঁ ଦୁଇ ଜନିରୁ କିଏ ହୋଇଲା ସମ୍ଭୂତ ଲୟ ଦେଇ ଶୁଣ ମୋର ଗାୟକ ରସିକ হ্যাঁ ମଗଧାଧିପତି ଜାନାମ ଜରାସନ୍ଧ হ্যাঁ হ্যাঁ ମଗଧାଧିପତି ଜାନାମ ଜରାସନ୍ଧ ରାଜାଙ୍କ ମଧ୍ୟରେ ପୁଣି ଅଟେ ବଡ଼ ମନ୍ଦ ଆଚ୍ଛା ବୃହଦଥ ନାମେ ଗୋଟିଏ ନୃପତି ଦୁଇଟା ରାଣୀ ତାହାର ପ୍ରିୟବତୀ হ্যাঁ ଚାରୁ ସୁଚାରୁମତି ପୁରାଣ ଲେଖିଛି ଓ ଅଚଳାଚଳ ତାର ରହିଛି ବିଭୂତି କୋଳରେ ନହିଲା ଯେଣୁ ନନ୍ଦିନୀ ନନ୍ଦନ হ্যাঁ হ্যাঁ ବିଚାର କରିଲେ ବୃହଦଥ ରାଜନ হ্যাঁ ଏକ ଦିନ ବୃହଦଥ ଏ ମୃଗୟାକୁ ଗଲେ হ্যাঁ হ্যাঁ ଦୁର୍ବାସା ଋଷିଙ୍କି ପୁଣି ବନେ ଭେଟ ହେଲେ হ্যাঁ ହଉ ସେବା କଲେ ରାଜା ଯାଇ ଦୁର୍ବାସା ଚରଣ হ্যাঁ হ্যাঁ ଏ ଦିଗରେ ଗଲେ କି ବାଉଁଟିବ ମନ হ্যাঁ হ্যাঁ ବୃହଦଥ ପୁଅ ହୋଇବ ଜରାସନ୍ଧ
রাজাঙ্গ মি ধরে বট ই বড় মন্দ আচ্ছা এ কথা কহিলে কি ঘটি বত মমতি হ্যাঁ হ্যাঁ দুইজন রুজরা সন্ধ হইলা উৎপত্তি হব জরা সন্ধ্যা প্রসন্ন বলিগলা মন ଆଉ ଯେବଣ ପ୍ରସନ୍ନ ଆଗକୁ ଅଛି ନିଦାନ হ্যাঁ হ্যাঁ ସେ ପ୍ରସନ୍ନ ଘଟିକ ଦେବତାଇ ଶୁଣିବେ ପଣ୍ଡିତେ ମଣ୍ଡିତ ହୋଇ হ্যাঁ হ্যাঁ ଆଉ ଧୀରେ ଧୀରେ ନେବା ବାହିଏ ପଣ୍ଡିତେ ସତେ ଧୀରେ ଧୀରେ ନେବାଇ ହେଲେ କେମିତି ଜରାସନ୍ଧ ଜନ୍ମ ହେଲା ଜାଣିବାକୁ ପଡ଼ିବ ନା ଜରାସନ୍ଧ କେମିତି ଜନ୍ମ ହେଲା ଜରାସନ୍ଧ ସେ କହିଦେଲି ଆପଣ ତ ବିହିତ ଗାଣି ଆମେ ତ କ୍ଷୁଦ୍ର ବୁଝିଲେ ଆଜ୍ଞା ନା 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 ଶୁଣନ୍ତୁ ଦେଖ ଜରାସନ୍ଧ ପ୍ରସଙ୍ଗଟା ଆପଣଙ୍କର ମନକୁ ପାଇଲା ପାଇଲେ କ'ଣ ନାଇଁ କରିବା କି ଲୋକ ଜାଣିବେ ଲୋକ ଜାଣିବେ ସତ ହେଲେ ଏ ଭିତରେ ଆଉ ଯୋଉ ମାନେ ଦି ଜଣିରୁ ଜରାସନ୍ଧ ଉତ୍ପତ୍ତି ବୁଝିଲ ଏଇଟା ଜମିରୁ ଜରାସନ୍ଧ ଉତ୍ପତ୍ତି ସିଏ ମଲା ଆଜ୍ଞା ମରିବା ଲେଖାଟା ଆଗକୁ ଅଛି ଜନ୍ମ ହେଲା କେମିତି ନାଇଁ ଶୁଣ ସେଇଟା ଜନ୍ମ ପରା ବୁଝିଲ ଇନ୍ଦୁବତୀ ଚାରୁବତୀ କେମିତି ଜନ୍ମ ହେଲା ସେମାନେ ପ୍ରୀତି ଗଲେ ନାଇଁ 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 ନା 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 କ'ଣ ଶୁଣ ଇନ୍ଦୁବତୀ ଚାରୁବତୀ ସେମାନେ ପ୍ରୀତି ଗଲେ ଜରାସନ୍ଧ ଯେତେବେଳେ ମୃଗୟା ବିଚ୍ଛେଦରେ ଗଲେ ତାଙ୍କେ ଜରାସନ୍ଧର ଭାର୍ଯ୍ୟା ଇନ୍ଦୁବତୀ ଚାରୁବତୀ ଆପଣ ଭଲ ଭାବେ ଚିନ୍ତା କରନ୍ତୁ ଆଜ୍ଞା ନାଇଁ ଶୁଣନ୍ତୁ ଇନ୍ଦୁବତୀ ଚାରୁବତୀ ତାଙ୍କେ ଜରାସନ୍ଧଙ୍କ ସ୍ତ୍ରୀ ତେଣୁ କରି ତାଙ୍କେ ଯେତେବେଳେ ମାନେ ମୃଗୟା ଅର୍ଥେ ଗଲେ କି ଦିଗ ଭ୍ରମଣ ଗଲେ ବୁଝିଲେ ଶୁଣନ୍ତୁ ଆପଣ ମୁଁ କହିସାରନ୍ତୁ ଆପଣ କହିବେ ଆଇରା ଆମର ବାଦନୁବାଦ ନାହିଁ ଆଜ୍ଞା ଶୁଣନ୍ତୁ ଅଗାଧ ସମୁଦ୍ର ବେଦର ଭଣ୍ଡାର ଆଉ ସେଇଟା ଜରାସନ୍ଧ ଶୁଣ ଯେ ଶୁଣ ଆଜ୍ଞା ଏଇଟା ମଗଧ ରାଜ ନୃପତି ବୀର ଜରାସନ୍ଧ ଯା ଦର୍ଶନେ ପ୍ରାଣ ଭଏ ଲୁଚଇ ଗୋବିନ୍ଦ ଯାର ବୀରପଣକୁ ବାସୁକି ନତମସ୍ତା ଯାକୁ ଦେଖି ଡରୁଛନ୍ତି ସ୍ୱର୍ଗର ଦେବତା ଆହୁରି ଶୁଣିବ ମନ ଦେଇ ପଦ ଦେବେ ବୁଝାଇ ହେ ଶୁଣିବ ମନ ଦେଇ କିପରି ଜରାସନ୍ଧ ହୋଇଲା ଜନ୍ମ হ্যাঁ ମଗଧ ଅଧିପତି ବୃହଦ ଥରାଣ হ্যাঁ হ্যাঁ କୋଳରେ ନଥିଲା ତାର ସନ୍ତାନ ସନ୍ତତି হ্যাঁ ବିଚାର କରିଲା ଦିନେ ଏହି ନୃପତି হ্যাঁ হ্যাঁ ସିଏ ଗଲା କାନନ ଶୁଣ ହେ ବିଜ୍ଞଜନ ସେହି ଗଲା କାନନ ଶୁଣ ହେ ବିଜ୍ଞଜନ হ্যাঁ হ্যাঁ সেবা করি গলে পুনি দুর্বাসা জ্যোতিকু হ্যাঁ জানিলে দুর্বাসা এ রাজাঙ্কর মন ও কোଳରେ ୟାର ନାହିଁ ସନ୍ତାନ ସନ୍ତାନ হ্যাঁ ଏତେ ବୋଲି ଦୁର୍ବାସା ବିଚାର କରିଲେ କାହିଁ ପଡ଼ିଲୁ ଆସି ମୋ ପାଦ ତଳେ ବୃହଦତ୍ତ କହିଲେ ଶୁଣ ହେ ଋଷିବର କୋଳରେ ଝିଅ ପୁଅ ନାହିଁ ମୋହର ସେଦିନ ଦୁର୍ବାସା ରାଜାଙ୍କୁ ଦେଲେ କହି ଫଳଟିଏ ତୋଳି ଆଣରେ ନରସାଇ হ্যাঁ ବୃହଦତ୍ତ ରାଜା ବନରେ ବୁଲିଲେ ହଉ ହଉ ଚୁତ ଫଳଟିଏ ଫଳିଛି ରାଜା ଦେଖିଦେଲେ ଆଚ୍ଛା ଚୁତ ବୋଇଲେ ଆମ୍ବ ଫଳ ଲେଖିଛି ଏଇ ଆମ୍ବ ଫଳଟିଏ ଆଣିଲେ ନରପତି ମନ୍ତ୍ରଭୂତ କଲେ ଦୁର୍ବାସା ବ୍ରାହ୍ମଣ ବୃହଦତ୍ତ ରାଜାକୁ କହିଲେ ସେଦିନ ଆଚ୍ଛା ପ୍ରିୟବତୀ ଭାରିଜା କରରେ ନେଇ ଦେବୁ ଏ ଫଳ ଖାଇଲେ ପୁତ୍ର ବଶ୍ୟ ପାଇବୁ ଆଚ୍ଛା ସେଦିନ ରାଜା ଧରିଲେ ଚୁତ ଫଳ
ମଗଧ ରାଜ୍ୟରେ ରାଜା ହୋଇଲେ ହାଜର ହଁ ସୁଚାରୁ ଚାରୁ ମତିଏ ଯୋଡ଼ିଏ ରାଣୀ ପାଟରାଣୀ করে ଦେଲେଣି ଦଣ୍ଡ ପାଣି ହଁ ହଁ ଫଳକୁ ଧରିଲା ତାହାର ପ୍ରିୟବତୀ ସାନ ରାଣୀ କାନ୍ଦି କାନ୍ଦି ବଡ଼କୁ କହୁଛି ହଁ ହଁ ନାନୀଲୋ ଫଳ ଖାଇଲେ ପୁତ୍ର ପ୍ରସବିବୁ ହଁ ଅପୁତ୍ରିକ ହୋଇ ନାନୀ କେତେ ଦିନ ଥିବୁ ଆଚ୍ଛା କାନ୍ଦିବାର ଜାଣିଲା ସାନ ରାଣୀ ବଡ଼ ରାଣୀ ହଁ ହଁ ପନିକି ଧରି ଆମ୍ବ ବେନି ଫାଳ କରିଲେଣି ହଁ ହଁ ଏ କଥା ନ ଜାଣିଛି ସେହି ରାଜନ ହଁ ଆମ୍ବ ଫଳକୁ ବେନି ଫାଳ କଲେ ସେଦିନ ହଁ ହଁ ବେନି ଫାଳ ବେନି ରାଣୀ ତ ଖାଇଦେଲେ ହଁ ବେନି ଫାଳ ବେନି ରାଣୀ ଯେବେ ଖାଇଦେଲେ ହଁ ହଁ ଏକାଥରେ ଦୁଇ ରାଣୀ ଗର୍ଭବତୀ ହେଲେ ମନ ଦେଇ ଶୁଣିବ ଏ କାହିଁ ଚୋମାଳିଆ ସଭାରେ ପ୍ରଶ୍ନ ପଚାରିଲ ହୋଇ ଠିଆ ଆଚ୍ଛା ଦଇବର ଲେଖା କିଏ କରିବ ଫାଳେ ଫାଳେ ପୁଅ ଗର୍ଭରୁ ହେଲା ଜନ୍ମ ଫାଳେ ଫାଳେ ଗର୍ଭରୁ ପୁଅ ହେଲା ଜନ୍ମ ହଁ ହଁ ଦାସୀ ଜଣାଇଲା ଶୁଣ ହେ ନୃପତି ରାଣୀଙ୍କ ଗର୍ଭରୁ ପୁଅ ହେଲା ଉତ୍ପତ୍ତି ଆଚ୍ଛା ଦେଖିବାକୁ ଗଲା ବୃହଦଥ ରାଜନ ହଁ ହଁ ଫାଳେ ଫାଳେ ପୁଅ ମାନେ ହୋଇଛନ୍ତି ଜନ୍ମ ହଁ ହଁ ମହାରାଜ ବଢିଲା ବୃହଦଥ ରାଜା ଆଚ୍ଛା ଫାଳେ ଫାଳେ ପୁଅ ଜାତ କରିଲେ ଭାରି ଯା ହଁ ହଁ ଲୋଡ଼ା ନାହିଁ ଏ ପୁଅ କି କାମ କରିବ ମଶାଣିରେ ପୁଅ ମାନଙ୍କୁ ଫିଙ୍ଗିଦେଲା ହଁ ହଁ ମଶାଣିରେ ପଡ଼ିଲେ ଫାଳ ଫାଳ ଯୋ ନନ୍ଦନ ହଁ ଚାରା ରାକ୍ଷାସୀ ପୁଣି ବୁଲୁଥିଲା ସେଦିନ ଆଚ୍ଛା 3 ଦିନ ହେଲା ଆହାର ମିଳି ନାହିଁ ହଁ ପହଳା ପୁଅକୁ ଦେଖିଲା ଚାନ୍ଦମୁଣି ଆଚ୍ଛା ଏ ପୁଅ ମାନଙ୍କୁ ମୁଁ କରିବି କବଳ ହଁ ହଁ ୟା ମାଛ ଖାଇଲେ ପେଟ ପୁରି ଯିବ ମୋର ହଁ ଯେତେବେଳେ ବେନି ଫାଳ ଖାଇଦେଲା ହଁ ହଁ ଚାରା ରାକ୍ଷାସୀ ଗର୍ଭରେ ଜଇଟି ହୋଇଲା ହଁ ସମାନ ହୋଇଗଲା ପୁଣି ସେହି ପୁଅ ହଁ ହଁ ମୁଥଟିଏ ମାରିଲା ଚାରା ରାକ୍ଷାସୀ ନିଶ୍ଚୟ ହଁ ଗର୍ଭ ଫଟାଇଲା ପୁଅ ହେଲା ବାହାର ଜୁନି ବାଟେ ଜନ୍ମ ହେଲା ନାହିଁ ସେହି ବୀର ହଁ ପୁଟା ଫାଟିଗଲା ମୋଲା ହେ ଯାରା ରାକ୍ଷାସୀ ହଁ ହଁ ମହାବଳିଆର କୁମର ହେଲା ଆସି ହଁ ଯାରା ରାକ୍ଷାସୀ ଗର୍ଭରୁ ଜନ୍ମ ଜରାସନ୍ଧ ବୋଲି ହେଲା ତାର ନାମ ମଗଧ ଦେଶରେ ସେ ହୋଇବ ରାଜନ ଏଇଟା ଲେଖା ଅଛି ଏ ଭାରତ ବରବ हे आज्ञा तुम्भर की मन पाइब ହେଲା ଆଜ୍ଞା ଶୁଣନ୍ତୁ ଆପଣ ଯାହା କହିଲେ ମନ ପାଉଛି ସତ ହେଲେ ଦି ଜୋନିରୁ ଜରାସନ୍ଧ ଉତ୍ପତ୍ତି ଦିଟା ଜୋନିରୁ ଅବଶ୍ୟ ଅଚ୍ୟୁତ ଫଳ ଖାଇଲେ ଆଉ ଫାଳେ ଫାଳେ ଖାଇବାରୁ ଫାଳେ ଫାଳେ ପୁତ୍ର ଜାତ ହେଲେ କିନ୍ତୁ ଆମେ ଏବେ ସହବାସ ନ କରିବା ଆମର ପୁଅ ଝିଅ ଫାଇଦା ହବ କି ସବାସ କିଏ କିଏ ହେଲେ ବୃହଦତ୍ତ ନାହିଁ ଆଜ୍ଞା ଯୋଉ କଥା କହୁଛ ଜନ୍ମିବ ଭଗୀରଥ ନାଇଁ ନାହିଁ ଆପଣ ଶୁଣନ୍ତୁ ଏ ଯୋଉ ଇନ୍ଦୁମତୀ ଚାରୁମତୀ ତାଙ୍କେ ନିଜେ ମାନେ ଶୃଙ୍ଗାର କଲେ ଏଇଟା ଭଗୀରଥ ଜନ୍ମ କଥା କହୁଛ ବୁଝାଇ ନାଇଁ ନାଇଁ ଏଇଟା ଆଜ୍ଞା ଏଇଟା କେମିତି ଆଜ୍ଞା ତାଙ୍କେ ରଜରୁ ଜାତ ହେବାରୁ ବୁଝିଲ ତେଣୁକରି ତାଙ୍କେ ଫାଳେ ଫାଳେ ଜାତ ହେଲେ ଜାତ ହେବା ସ୍ଥଳେ ତାଙ୍କେ ସ୍ଥାନରେ ଫିଙ୍ଗାଇଲେ ଯାରା ରାକ୍ଷସ ଆସିଲା ଆପଣ ଯାହା କହିଲେ ମନ ପାଇଲା ତାହିଁରେ କିଛି ତ୍ରୁଟି ନାହିଁ ଆଉ ତାଙ୍କେ ଏବେ ଶୁଣନ୍ତୁ ଆମ ବାପା ମା ଯଦି ବୁଝିଲି ଯେ ଶୃଙ୍ଗାର ନଥିଲେ ପୁଅ ଜନ୍ମ ହବ ଦି ରାଣୀ କେମିତି ଶୃଙ୍ଗାର କରି ଜନ୍ମ ହଁ ଅଛି ଆଜ୍ଞା ନାଇଁ ଶୁଣ ଅଗାଧ ସମୁଦ୍ର ବେଦର ଭଣ୍ଡାର ବେଳେ ବେଳେ ପଡୁଥିବ ମନ କରି ସ୍ଥିର କବି ଚାତୁର୍ଯ୍ୟ ଆଜ୍ଞା ବହୁତ ଗ୍ରାଉଣ୍ଡରେ ବହୁତ ପ୍ରକାର ଲେଖି ପାରୁଛନ୍ତି ଆପଣଙ୍କ ଅକ୍ଷର କାଟିବାଟା ଆମେ ମୂର୍ଖାମି ଆଉ ଆମେ ଯାହା କହିବା ଆପଣ ମଧ୍ୟ ଅବିଶ୍ୱାସ କରିବେ ସେଇଟା ମଧ୍ୟ ମାନେ ଆମର ତ୍ରୁଟି ତେଣୁକରି ଆଉ ବିଦ୍ୟାଳୟରେ ବହୁତ କିଛି ଅଛି ଯିଏ ଯୋଉ ଗ୍ରାଉଣ୍ଡରେ ଜାଣିଛି ସିଏ ସେ ଲେଖାଟା ଆଜ୍ଞା କହିବେ ଆଜ୍ଞା ଶୁଣ ବୃହସ୍ପତି ହୋଇ କିଏ ଜନ୍ମ ହେଇନି ଆମେ ବୃହସ୍ପତି ଜନ୍ମ ହେଇଛନ୍ତି କି ନାଇଁ ନାଇଁ ତେଣୁକରି ନାଇଁ କାହା ପୁରାଣ କାଟିବାକୁ ନାଇଁ କାଟିବାକୁ ହବନି ଜିମି ଜାଣି ଆପଣ କହିବାଟା ମନ ପାଇଲା କିଛି ତାହିଁରେ ତ୍ରୁଟି ନାହିଁ ବୁଝିଲେ
ହେଲା ମା ଏ ମା ଗୋଟେ ସେ ମା ଗୋଟେ ଖାଇଲେ ଫଳ ଜୋନି ନା ଆଉ ଜୋନି ମା ଜୋନି ସମୟ ବଲେ ଆଉ ନା ଏଇଟା ଜରା ଜାରା ଆଖେ ଶୁଣିଲା ଆଉ ଆମେ ବାଦନ ବାଦରେ ତ ମଶାଣିରେ ଫିଙ୍ଗା ହେଲା ସେ ପୁଅକୁ ଅକର୍ମା ପଦନ ହଲାଲି ଯାରା ରାକ୍ଷସ ତାକୁ ଖାଇଦେଲା ଗର୍ଭରେ ଜଣ୍ଡି ହେଲା ସେ ପୁଅ ପୁଟା ଫଟେଇ ବାହାର ହେଲା କୋଉଟା ହବନି ସେଟା ହବ ହବ ଯେ ଦିରାଣ୍ଡୁ କେମିତି ପ୍ରେମ କଲେ ଦିରାଣୀ କେମିତି ପ୍ରେମ ହେଲେ କୋଉ ପୁରାଣ ଲେଖା ଟିକେ କହିଦିଅ ଗ୍ରାଉଣ୍ଡରେ କହିଲେ ମଧ୍ୟ ମନେ ପାଉଛି କିଛି ତ୍ରୁଟି ନାହିଁ ବୁଝିଲେ ଏଇଟା ଲେଖିଛି କଣ ନା ଦି ଯୋନିରୁ ଜରାସନ୍ଧ ଉତ୍ପତ୍ତି ଦିଟା ଯୋନିରୁ ସିଏ ଜାତ ହେଇଛି ଇନ୍ଦୁବତୀ ଗୋଟେ ଏମିତି ଆଉ ତେଣୁ କରି ଅଗାଧ ସମୁଦ୍ର ବେଦର ଭଣ୍ଡାର ବେଳେ ବେଳେ ପଡୁଥିବ ମନ କରି ସ୍ଥିର ମନ ଯଦି ସ୍ଥିର ଅଛି ଆଜ୍ଞା ଶୁଣନ୍ତୁ ଆପଣ ଆମେ ଯାହା ପଚାରିବା ଆପଣ ସେଇଟା କହିବେ କି ନ କହିବେ ସେଇଟା ଦୂର କଥା ଆପଣ ଯାହା କହିବେ ଆମର ମଧ୍ୟ ଶକ୍ତି ନାହିଁ କହିବାକୁ ନା ଠିକ କଥାଟା ବୁଝିଲେ କିଏ ପଚାରିବ କିଏ କହିଦବ ଏଇଟା ସମ୍ଭବ ନାଇଁ ଏଇଟା ତ ଆମେ ଶୁଣନ୍ତୁ ଆମେ କଳାକାର ହିସାବରେ ଜଣେ ପଚାରି ଦେଲା ବୋଲି ଆମେ ଘୃଣା ମନୋଭାବ କରିବାକୁ ହବ ନାଇଁ ନାଇଁ ସେ ବିଷୟ କଲେ କାହାଣୀ ହଉ ଆଜ୍ଞା ହଉ ଆଉ ଗୋଟେ ଜିନିଷ ପଚାରୁଛି এইটা যে মু ইয়ে কলিনি কি করুচি প্রশ্ন দিও উত্তর কহিছন্তি যাহা দুর্গা গুহর কহ কে জন্মি অছি দিজনিরু কে জন্ম মাতা নাহি পিতা ঠারু কে অবি বাহিরু জন্ম কে পিতা নথাই দেড়শুর ভাই বহু সংযোগ উৎপন্ন শুনন্তু না এইটা সরি যাও আপন কইবে কহিব ভারত যুদ্ধর ন্যায় কেতে পোড়াপোতা উহা নিশ্চয় কেতে শরণ হরণ মরণ কেতে রহিলে যুদ্ধরু বলিণ কি নাম তাহাঙ্কর করিব প্রকাশ অর্জুনଙ୍କ যশ নামକୁ মোর আগর কহ অষ্টাদশ পুরাণর কি নাম দেলে ঋষি বিপ্রবর কিপা বিষ্ণু যোনি জন্ম মর্ত্যরে কি অবতার চারি যুগরে কিপা ব্রহ্মাଙ୍କୁ ন ପୂଜି শুনন্তু নাই আপন নাই 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 এইটা মোর মানে এইটা ছিড়ি যাও আপন ঘোষা করে দেইছ নাই আজ্ঞা ঘোষা নাই শুনন্তু এইটা সরি যাও ଆପଣ ମାନେ ଗୋଟେ ଗୋଟେ କହିବା এইটা ମୁଁ ଆଗେ ସୋଲି ଆଜ୍ଞା ଗୋଟେ ଗୋଟେ କହିବା এইটা ମାନେ ଛିଡ଼ି ଯାଉ ବୁଝିଲେ ହେଲେ କହ ଅଷ୍ଟାଦଶ ପୁରାଣର କି ନାମ ଦେଲେ ଋଷି ବିପ୍ରବର କିପା ବିଷ୍ଣୁ ଯୋନି ଜନ୍ମ ମର୍ତ୍ତ୍ୟରେ କି ଅବତାର ଚାରି ଯୁଗରେ କିପା ବ୍ରହ୍ମାଙ୍କୁ ନ ପୂଜି କାହୁଁ ଗଙ୍ଗା ନାମ ଯମୁନା ଜନ୍ମିଲେ ପ୍ରଶ୍ମନେ କହିବ ଆଜି কঠিন দন্ত তো ঐরাব্রতর কলা যে কালে মেরুরে প্রহার কিপা দন্তে ভাজি অন্য নিকিলি কৈলাসকু তেজি পঞ্চমৌলি কাহু কেতে কাল থিলে কুমরকু যুবা কালে দ্বারে ন চিনি কিপাই শির ছেদিলে করে দেলে ওগালকু মুই ক্ষীয় দেই ফিট উত্তর দেই কহিব এসবু প্রঞ্জাল করি করিবা প্রশ্ন ধারাকু ধরি কহে মহাদেব কর কঠিন পচরা জ্ঞানী গর্ভচূড়া শুনি ভয় ন কর ହେଲା ଯେ ତମେ ଘୋଷି ଦେଇ ପଳେଇ ଆସିଛ ଗାଇ ଦଳ କିଏ ବାପା ଠାରୁ ହଇରା ଜନ୍ମ ଶୁଣ ଗୋଟେ ଗୋଟେ ପଚାର ଗୋଟେ ଗୋଟେ କହିବା କିଏ ଜନ୍ମ ହେଲା ବାପା ଗର୍ଭରୁ ଏଇଟା ଗୋଟେ ହେଇଛି କିଏ ଜନ୍ମ ହୋଇଛି ଦୁଇ ଜଣରୁ ଜରାସନ୍ଧ ହେଲା ଆଉ ଗୋଟେ ସେଇଟା କଥା କୁହ ଆଗ ପତୁରା ବାପା ଠାରୁ କିଏ ହେଲା ଜନ୍ମ ବାପା ଠାରୁ ସେଟା ସରିଲା ବାପା ଠାରୁ କିଏ ଜନ୍ମ ହୋଇଛି এথু অন্ধে রস পণ্ডিতে শুণ এথু অন্ধে রস
ବାପା ଠାରୁ କେଉଁ ପୁତ୍ର ହୋଇଲା ଜନ୍ମ ଏଥୁ ହନ୍ଦେ ନରସ ପଚାରିଲେ ପିଲା ଭାଇ କି ବୋଲି ଦେ ବାବୁ ଯାଇ କି ବୋଲି ଦେ ବାବୁ ଯାଇ ସଭାରେ ବସି ଅଛନ୍ତି ପଣ୍ଡିତ ଜନ ଏଥୁ ଅନ୍ତେ ନରସ ଏବେ ଲୟ ଦେଇ ଶୁଣ ହେ ମୋର ଗାୟକ ଷଣ୍ଢ ହଁ ହଁ হট হটান করো এ আলিপুর দাণ্ড মাতা ন থাই কি এ বাপা ঠারু জন্ম হ্যাঁ ছন্দ করি যেবে পচারি দেল এ প্রসঙ্গ হ্যাঁ কলা প্রেমী গণ হে শুনিবা মন দেই হ্যাঁ এথির কারণ পদে দেবা দর্শাই হ্যাঁ একদিনে যুব ন্যাস গলে বনগু হ্যাঁ মারিবে বনরে সে খগ হরিণগু হ্যাঁ দৈবর লেখা কিয়ে করিব আন হ্যাঁ বনস্থরে বুলুছন্তি যুব ন্যাস রাজন হ্যাঁ বৈশাখ মাস গুরুতর খরা হ্যাঁ বুলি বুলি যুব ন্যাস হেলেনি ঘাবরা হ্যাঁ শুখিগলা কণ্ঠ খোঁজুছন্তি জল জল ন পাইলে প্রাণ হে জীব কেবল হ্যাঁ দৈবর লেখা কে করিব আন হ্যাঁ দৈবরে রাত্র বন্ধু গলা হইল হ্যাঁ ঋষিঙ্কর আশ্রমে রাজা মিলি গলে হ্যাঁ মন্ত্র জল ঋষি মানে রখন্তি কলসরে হ্যাঁ আশ্রমরে যাই মিলিলে নরপতি দেখিলে জল পূর্ণ হয়েছি কলসি হ্যাঁ রাজা অন্ধ পানি অন্ধ কিছু ন জানিলা হ্যাঁ রাজা অন্ধ পানি অন্ধ কিছু ন জানিলা হ্যাঁ মন্ত্রী তো জল গর্ভকু পান কলা হ্যাঁ ঋষিঙ্কর মন্ত্র জল যেবে দেলা পি হ্যাঁ গর্ভবতী হইগলা অযোধ্যান রসাই হ্যাঁ গর্ভবতী হইগলা অযোধ্যান রসাই হ্যাঁ লয় দেই শুনিবে মো বসিবা জনন্দা হ্যাঁ পচারিলে আজ্ঞা মতে এ সুন্দর কথা হ্যাঁ গর্ভবতী হেলা এ পুরুষ মণ্ডন হ্যাঁ কেউ পরি পুଅ ঝিଅ তার হে বজরম হ্যাঁ মা তো ভবদ্বার অঙ্গরে বহিছি হ্যাঁ জন্ম কলে পুଅ ঝিଅ কেতে কষ্ট হেউছি হ্যাঁ এ তো সহজরে ওটে পুরুষ মণ্ডন হ্যাঁ কেউ পরি পুଅ ঝিଅ হেব তার জন্ম হ্যাঁ হে বন্ধু গণ শুনিবে মন দেই হ্যাঁ বলবান হেলা পুଅ যো গর্ভরে রহি হ্যাঁ মারিদেলা মুথ পুটাটা ফাটি গলা হ্যাঁ যুবনেশ গর্ভরু এক পুଅ জাত হেলা হ্যাঁ সে পুଅর নাম হইব মান ধাতা হ্যাঁ সে পুଅর নাম হইব মান ধাতা হ্যাঁ মন ଯିବାଉଛି ମୋ ସୁନ୍ଦର ଦେବତା হ্যাঁ ବାପା ଠାରୁ ମାନ ଧାତା ହୋଇଲେ ଜନ୍ମ ବାପା ଠାରୁ ମାନ ଧାତା ହୋଇଲେ ଜନ୍ମ হ্যাঁ ସେ ପୁଅ ସଂସାରରେ ହୋଇବ କୀର୍ତ୍ତିମାନ হ্যাঁ ମାନ ଧାତା ପରି ପୁଅ ଜଗତରେ ନାହିଁ হ্যাঁ କୀର୍ତ୍ତିମନ୍ତ ହେଲା ସେ ରାଜାର ତ ନଈ হ্যাঁ ଅଣ୍ଟିବ କି ମନ ହେ ଗାୟକ ଭୂଷଣ হ্যাঁ ଆର ପଦଟା ମୋର ପଡୁଛି ମନ হ্যাঁ ହେଲା କି ହେଲା ହେଲା